ଭାବ ଭକ୍ତିରେ ବନ୍ଧା ସେ କଳା ଠାକୁର, ସେ ଜଗନ୍ନାଥ, ସେ ଶ୍ରୀକୃଷ୍ଣ, ସେ ହିଁ ସବୁକିଛି। ଆପଣ ଯଦି ନିଷ୍କାମ ଭକ୍ତି କରିବେ, ସେ ଆପଣଙ୍କ ପାଖକୁ ଆସି ସବୁ କଥା ବୁଝିପାରିବେ। ଆପଣ ସରଳ ମନରେ ତାଙ୍କୁ ଭଲ ପାଆନ୍ତୁ ଆଉ ଭକ୍ତି କରନ୍ତୁ। କେବେ ଭାବନ୍ତୁନି ଏ ମୂର୍ତ୍ତି ବୋଲି, ଏଇ ଭଗବାନ। ଆଙ୍କ ପାଖରେ ଯଦି ସକାଳ ସନ୍ଧ୍ୟା ଯେତେବେଳେ ଆପଣ ମନ କଥା କହିବେ ନା, ସେ ଆପଣଙ୍କ କଥା ଶୁଣିବେ, କିନ୍ତୁ ତାଙ୍କୁ ଭଲ ପାଇବା ଟିକେ ଦରକାର। ବହୁତ ସୁନ୍ଦର କଥାଟିଏ କହୁଛି। ଜଣେ ବୃଦ୍ଧା ଲୋକ, ସେ ତାଙ୍କର 2ଟା ପୁଅ ଥିଲେ। ସେ ଛୋଟବେଳେ ତାଙ୍କର ସ୍ୱାମୀ ଚାଲି ଯାଇଥିଲେ, ବହୁତ କଷ୍ଟରେ ପିଲାଙ୍କୁ ମଣିଷ କରିଥିଲେ। ପିଲାମାନେ ବଡ଼ ହେଇ ସହରରେ ଚାକିରି କଲେ, ବାହାସାହା ହେଲେ। କିନ୍ତୁ ବୃଦ୍ଧା ଜଣକ ସବୁବେଳେ ଲଡ଼ୁ ଗୋପାଳଙ୍କୁ ବହୁତ ପୂଜା କରୁଥିଲେ। ତାଙ୍କୁ ଯେମିତି ଛୁଆଙ୍କୁ ଗାଧେଇ ଦିଅନ୍ତି, ଖୁଆଇ ଦିଅନ୍ତି, ସେ ସବୁବେଳେ କରୁଥିଲେ। ବୋହୂ ପୁଅ ସମସ୍ତେ ଦେଖନ୍ତି, କରନ୍ତି, ସମସ୍ତେ ବହୁତ ଭଲ ପାଆନ୍ତି। ତାପରେ କିଛି ଦିନ ପରେ ବୃଦ୍ଧା ଜଣକ କହିଲେ, ପୁଅମାନେ ତୁମେମାନେ ତ ସହରରେ ରହିଗଲଣି, ଆଉ ମୁଁ ଘରେ ଏକା କାହିଁ ରହିବି, ମୋତେ ନେଇ ବୃନ୍ଦାବନରେ ଛାଡ଼ିଦିଅ, ମୁଁ କିଛି ଦିନ ଭଗବାନଙ୍କ ପାଖରେ କଟେଇବି। ପିଲାମାନେ ତାଙ୍କୁ ନେଇ ବୃନ୍ଦାବନରେ ଛାଡ଼ିଦେଲେ। ସେଇଠି ରହିକି ସେ ଆଶ୍ରମରେ ଭଗବାନଙ୍କ ପାଖରେ ସେବା କରନ୍ତି, ଆଉ ସବୁଦିନ ଯାଆନ୍ତି, ଦ୍ୱାରକାଧୀଶକୁ ଦେଖା କରନ୍ତି, ଆଉ ବାଙ୍କେ ବିହାର ଦର୍ଶନ କରି ସେ ବହୁତ ଖୁସିରେ ତାଙ୍କ ସହିତ ସାଧୁ ସନ୍ତଙ୍କ ସହିତ ମିଶି କୀର୍ତ୍ତନ କରନ୍ତି, ଆଉ ସେଇଠି ସେ ରହନ୍ତି। ସବୁଦିନ ଲଡ଼ୁ ଗୋପାଳକୁ ସକାଳକୁ ଗାଧେଇ ଦିଅନ୍ତି, ତାଙ୍କୁ ଡ୍ରେସ୍ ପିନ୍ଧେଇ ଦିଅନ୍ତି, ଭୋଗ ତିଆରି କରିକି ଦିଅନ୍ତି। ତା ପାଖରେ ଥିବା ଯେଉଁ ଭକ୍ତମାନେ ରହୁଥିଲେ, ସେମାନେ ଭାବନ୍ତି ଇଏ କ'ଣ ପାଗଳ ନା କ'ଣ, ତାଙ୍କ ସାଙ୍ଗରେ ସବୁ କଥା ଗପୁଛନ୍ତି ବସିକି। ଏହା ହେଲା, ଲଡ଼ୁ ତୁ ଆ ଖାଇନୁ, ଲଡ଼ୁ ତୁ ଏଠି ମନ ଦୁଃଖ କରୁଛୁ, ତୋର କ'ଣ ହେଇଛି, ତୋ ଦେହ ଭଲ ନାହିଁ, ଏମିତି ସବୁବେଳେ କଥାବାର୍ତ୍ତା କରନ୍ତି। ଦିନେ କ'ଣ ହେଇଛି, ସେ ଲଡ଼ୁ ଗୋପାଳଙ୍କୁ ଗାଧୋଉ ଗାଧୋଉ ତାଙ୍କ ହାତରୁ କେମିତି ଖସିଗଲେ ଠାକୁର, ଆଉ ପଡ଼ିକି ତାଙ୍କ ହାତଟା ଭାଙ୍ଗିଗଲା। ଏ ବହୁତ ଜୋର କାନ୍ଦିଲେ। ତାଙ୍କ କାନ୍ଦ ଶୁଣି ପାଖଆଖ ଲୋକମାନେ ଆସି ହାଜର ହେଇଗଲେ, ଯେଉଁ ଆଶ୍ରମରେ ରହୁଥିଲେ। କ'ଣ ହେଲା ମାଉସୀ, କ'ଣ ହେଲା, କାହିଁକି କାନ୍ଦୁଛନ୍ତି? ନା ଦେଖ, ମୋ ଲଡ଼ୁ ମୋ ହାତରୁ ଖସିଗଲା, ମୁଁ ତା ହାତ ଭାଙ୍ଗିଦେଲି, ମୋ ଛୁଆଟା କେମିତି ଖାଇବ, କେମିତି ରହିବ? ସେମାନେ କହିଲେ, ଯଦି ଭାଙ୍ଗି ଯାଇଛି ମୂର୍ତ୍ତିକି ଆଉ ରଖନ୍ତୁନି, ଆକୁ ବିସର୍ଜନ କରିଦିଅନ୍ତୁ। ସେ ପୁଅ ଆଉ ଜୋର କାନ୍ଦିଲେ, କହିଲେ ନା ନା, ମୋ ଛୁଆଟାକୁ ନେଇ ମୁଁ ବିସର୍ଜନ କରିଦେବି, ମୋ ଛୁଆଟାର ହାତ କେମିତି ଭଲ ହେବ, ଡାକ୍ତରଖାନା ନେଇକି ଚାଲ, ପାଖରେ ଯେ ଡାକ୍ତରଖାନା ଅଛି ସେଇଠି ନେଇକି ଚାଲ। ସେମାନେ କହିଲେ, ଇଏ ଯେଉଁ ମୂର୍ତ୍ତି ତ ମାନେ ଧାତୁରେ ତିଆରି, ଆଉ ଡକ୍ଟରକୁ କେମିତି ଯୋଡ଼ିବେ? ଆଉ ସେ କଥା ସିଏ ଆଉ ଶୁଣିବାକୁ ପ୍ରସ୍ତୁତ ନୁହଁ। ତାପରେ ଲୋକମାନେ ଭାବିଲେ ଏତେ ଜୋର କାନ୍ଦୁଛନ୍ତି, ମୁଣ୍ଡ ଖରାପ ହେଇଯାଇଛି। ତେଣୁ ସେ କହିଲେ, ହଳଦୀ ଆଣିକିନା ତାଙ୍କ ହାତରେ ଦେଇଦିଅ, ଆଉ ବାନ୍ଧି ଦିଅ, ଭଲ ହେଇଯିବ। ଇଏ ଭାବିଲା ସତରେ ବୋଧେ ସେ ହଳଦୀ ଆଣି ବାନ୍ଧି ଦେଇକି ହାତରେ, ଭଙ୍ଗା ହାତରେ ଭଲକରି ଡୋରରେ ଗୁଡ଼େଇ ଦେଲେ। ତାପରେ ଲୋକମାନେ ଭାବିଲେ, ଇଏ କିଛି ଦିନ ପରେ ଦେଖିବ ଏଇ ହାତ ତ ଯୋଡ଼ି ହେଉନି, ମନ ବୁଝିଯିବ, ଆଉ କାନ୍ଦିବନି। ଇଏ କିନ୍ତୁ ଏତେ ସରଳ ବିଶ୍ୱାସ ଭଗବାନଙ୍କୁ ଡାକିକିରି ଯୋଡ଼ିଦେଲେ। ତାପରେ ସବୁଦିନ କରିକି ଭୋଗ ଦିଅନ୍ତି, ଖୁଆଇ ଦିଅନ୍ତି, କାନ୍ଦନ୍ତି, ତୋ ହାତ କେଉଁଦିନ ଭଲ ହେବ। ସେ ଲୋକମାନେ କହିଥିଲେ ମାସକ ଭିତରେ ଭଲ ହେଇଯିବ। ଏହା ଭିତରେ ବୃଦ୍ଧା ଜଣଙ୍କର ଦେହ ଖରାପ ହେଇଯାଇଛି, ସେ ଆଉ ଭୋଗ କରିପାରୁନି, ଲଡ଼ୁ ଗୋପାଳଙ୍କ କଥା ବୁଝିପାରୁନି। ଏଥିରେ ପିଲାମାନେ ଯେଉଁ ସହରରେ ଥିଲେ, ତାଙ୍କୁ ଜଣେ ପୁଅ ବୋହୂର କାହିଁ ମନେ ପଡ଼ିଲା ମାଆଙ୍କ କଥା। କହିଲେ, କାହିଁ ମାଆଙ୍କ ଦେହ କ'ଣ ଭଲ ନାହିଁ, ବହୁତ ମନେ ପଡ଼ୁଛି, ଚାଲ ଟିକେ ଦେଖି ଆସିବା। ବୋହୂ ପୁଅ 2 ଜଣ ଯାକ ଆସି ଦେଖିଲା ବେଳକୁ ମାଆ ଶଯ୍ୟା ସାଇ, ମାଆଙ୍କ ଦେହ ଭଲ ନାହିଁ। କହିଲେ, ଆପଣଙ୍କ ଦେହ ଏତେ ଖରାପ, ଚାଲନ୍ତୁ ଆପଣଙ୍କୁ ଘରକୁ ନେଇଯିବୁ। ନା ନା, ଦେଖେ, ଆଉ ପ୍ରଥମେ ଭୋଗ କରିକିରି ମୋ ଲଡ଼ୁକୁ ଖାଇବାକୁ ଦେ, ମୋ ଲଡ଼ୁ ଖାଇନି, ତା ଦେହ ଭଲ ନାହିଁ, ମୋ ଦେହ ବି ଭଲ ନାହିଁ। ବୋହୂ ଦେଖିଲା ବେଳକୁ ଲଡ଼ୁ ଟିକେ ବହୁତ ଅପରିଷ୍କାର ହେଇଯାଇଛନ୍ତି। କହିଲେ, ମା, ତମେ ତ ସବୁବେଳେ ଲଡ଼ୁ ଗୋପାଳଙ୍କୁ ଭଲ ଭାବେ ଗାଧେଇ ଦିଅ, ଖୁଆଇ ଦିଅ, ଆଜି ଏମିତି କାହିଁ ହେଇଛି? ନା ନା, ତା ହାତ ଅଙ୍ଗ ଭାଙ୍ଗି ଯାଇଛି, ଆଉ ମୁଁ ତାକୁ ହଳଦୀ ଦେଇ କପଡ଼ା ଦେଇ ଗୁରେଇ ଦେଇଛି। ଲୋକମାନେ କହିଲେ ମାସକ ଭିତରେ ଠିକ୍ ହେଇଯିବ। ତା ବୋହୂ କହିଲେ, ଏମିତି କଥା କ'ଣ କହୁଛନ୍ତି? ତାପରେ ମାଆଙ୍କୁ ସମ୍ମାନ ଦେଇ ଆଉ ସେ କିଛି କହିଲେନି। ଭୋଗ କରି ଲଡ଼ୁଙ୍କୁ ଖୁଆଇ ଦେଲେ। ତା ପରଦିନ ଦେଖିଲା ବେଳକୁ 25 ଦିନ ହେଇଯାଏ। ସେଦିନକୁ 25 ଦିନ ହେଇଛି। ତା ମାଆ କହିଲେ 30 ଦିନରେ ତାଙ୍କ ପଟି ଖୋଲାଯିବ। କିନ୍ତୁ ବୋହୂର ମନ କହିଲେ, କ'ଣ କହିଛନ୍ତି, ହଳଦୀ ଲଗା ହେଇଛି, ହାତ ଯୋଡ଼ି ହୋଇଯିବ, ମୁଁ ଟିକେ ଦେଖେ। ସେ ଖୋଲିକି ଦେଖିଲା ବେଳକୁ କହିଲା, ମା, ବଡ଼ ପାଟିକି ଡାକିଲା, ମା, ଲଡ଼ୁଙ୍କ ହାତ ଯୋଡ଼ି ହେଇଯାଇଛି, ଆପଣ କ'ଣ କହୁଥିଲେ ଭାଙ୍ଗି ଯାଇଛି ବୋଲି, ଆଗରୁ ଯେମିତି ହାତ ଥିଲା ସେମିତି ହାତ। ମାଆଙ୍କ ଆଖିରୁ ପୁରା ଧାର ଧାର ଲୁହ ବର୍ଷିଗଲା। ତାପରେ ବୋହୂ ବି କାନ୍ଦୁଛି, ପୁରା କାବା ହେଇଗଲେ, ସତରେ ତ ହାତ ଯୋଡ଼ି ହେଇଯାଇଛି। କିନ୍ତୁ ସେ ମାଆ ଭାବିଛନ୍ତି କ'ଣ, ମୁଁ ତ ହଳଦୀ ଲଗେଇ ବାନ୍ଧି ଦେଇଥିଲି, ସେ ହାତ ଯୋଡ଼ି ହେଇଛି। କିନ୍ତୁ ବୋହୂ ଜାଣିଛି ହଳଦୀରେ ହାତ ଯୋଡ଼ି ହେବନି, ମୂର୍ତ୍ତିଙ୍କ ହାତ। କିନ୍ତୁ ମାଆଙ୍କୁ ସମ୍ମାନ ଦେଇ ସେ କିଛି କହିପାରିଲେନି। ଦେଖ, ଭଗବାନଙ୍କର ପାଖରେ ତୁମେ ଯଦି ସରଳ ଭକ୍ତି ଆଉ ନିଷ୍କାମ ଭକ୍ତି କର, ଭଗବାନ ତୁମ ସବୁ କଥା ହିଁ ଶୁଣିବେ। ପ୍ରତ୍ୟେକ ସମୟରେ ଆପଣମାନେ ଭାବୁଛନ୍ତି, ହତାଶ ହେଇଯାଉଛନ୍ତି ଯେ ମୁଁ ଏଇ କାମଟା କରୁଛି, ହେଉନି, ମୁଁ ଏତେ